ବାଣ୍ଟି ଦେଲେ, କୋଉଠି ବୃଦ୍ଧାଶ୍ରମରେ ଯାଇକି 10,000 କି 10 ଲକ୍ଷ କି 1 କୋଟି ଟଙ୍କା ଦେଇଦେଲେ ସେବା କରୁଛୁ। ପ୍ରଥମେ ନିଜେ ତ ବଞ୍ଚ। ସେଇଦିନ କିଛି ଜଣ ଏମିତି ତଥାକଥିତ ଭାବରେ ସ୍ୱାଧୀନତା ସଂଗ୍ରାମୀ ଠାକୁରଙ୍କ ପାଖକୁ ଆସିଛନ୍ତି ଏବଂ ପାଖରେ ବନ୍ଧୁକ ଭୁଜାଲି ମଧ୍ୟ ରଖିଛନ୍ତି ଏବଂ ଠାକୁରଙ୍କୁ କହୁଛନ୍ତି ତୁମେ ମାନେ ଆମମାନଙ୍କ ଦଳ ସହିତ ଯୋଗ ଦିଅ ଆମମାନଙ୍କ ଦଳରେ। ଠାକୁର କହୁଛନ୍ତି ଏଇ ଯୋଉ ତୁମମାନଙ୍କର ଦଳ ତୁମେ କଣ କର କି? ସେମାନେ କହୁଛନ୍ତି ଆମେ ରାଷ୍ଟ୍ର ଉଦ୍ଧାର ପାଇଁ ବାହାରିଛୁ, ଆମମାନଙ୍କର ଦଳ ରାଷ୍ଟ୍ର ଉଦ୍ଧାରରେ ଲାଗିଛି। ଠାକୁର ସେଇଠି ଅଟ୍ଟହାସ୍ୟ କରୁଛନ୍ତି ବଡ ପାଟିରେ ଧିକ୍କାର କରିକି ହସୁଛନ୍ତି। ଠାକୁର କହୁଛନ୍ତି ତୁମେ ମାନେ ନିଜେ ଉଦ୍ଧାର ହେଇଛ ତ? ତେବେ ଏଇ ଯୋଉ କଥା এইটাକୁ ଭାବିବାକୁ ହେବ। ଆମମାନଙ୍କର ନିଜର ଜୀବନ ଠିକ ନାହିଁ, ନିଜେ ଆମେ ଉଦ୍ଧାର ହେଇନୁ, ଅଥଚ ଆମେ ଅଣ୍ଟା ଭିଡ଼ିଛୁ ଜନମଙ୍ଗଳ କାର୍ଯ୍ୟ କରିବୁ, ଗାଁର ଉଦ୍ଧାର କରିବୁ, ସମାଜର ଉଦ୍ଧାର କରିବୁ, ରାଷ୍ଟ୍ରର ଉଦ୍ଧାର କରିବୁ। ନିଜର ପରିବାର ଠିକ ନାହିଁ,